ଜୟ ଜଗନ୍ନାଥ ୟୁଟ୍ୟୁବ ଫ୍ୟାମିଲି କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ଆଜି ଆପଣମାନଙ୍କ ପାଇଁ ଗୋଟିଏ ନୂଆ କାହାଣୀଟି ନେଇ ଆସିଛି। କାହାଣୀଟିର ନାଁ ହେଉଛି ଛେଳିର ଚତୁରତା। ତ ଚାଲନ୍ତୁ ମଜାଳିଆ କାହାଣୀଟି ଜେଜେଙ୍କ ଠାରୁ ଶୁଣିବା। ଆରେ ଚଗଲା ମାନେ ସବୁ ଆସି ବସିଗଲେଣି ତ। ଆଚ୍ଛା ଚଗଲା କହିଲୁ କେଉଁ ଗପଟି କହିବା ଆଜି? ଜେଜେ ଆଜି ଏକ ବୁଦ୍ଧିଆ ଜୀବ ବିଷୟରେ ଗପଟିଏ କୁହ। ଆରେ ତୁମେ ମାନେ ତେବେ ଶୁଣ କହୁଛି। ଶିରିପୁର ଗାଁରେ ଶିବା ନାମକ ଜଣେ ବ୍ୟକ୍ତି ରହୁଥାଏ। ସେ ତାର ଛେଳି ପୋଷି ତାର ପରିବାର ଚଳାଉଥାଏ। ସେ ସବୁଦିନ ଛେଳିମାନଙ୍କୁ ନେଇ ଜଙ୍ଗଲରେ ଚରାଏ, ଏଣେ ତେଣେ ବୁଲାଇ ସନ୍ଧ୍ୟାରେ ଘରକୁ ଆଣେ। ଦିନକର କଥା, ବଣରେ ଚରୁଥିବା ଛେଳି ମାନଙ୍କ ମଧ୍ୟରୁ ଦୁଇଟି ଛେଳି କଅଁଳ ଘାସ ପତ୍ର ଖାଇ ଖାଇ ଲୋଭରେ ଜଙ୍ଗଲ ଭିତରକୁ ବହୁତ ଦୂରକୁ ଚାଲିଗଲେ। ଧୀରେ ଧୀରେ ସଞ୍ଜ ହେବାକୁ ବସିଲାଣି। ଶିବା ଛେଳି ମାନଙ୍କୁ ଧରି ଘରକୁ ଆସିଲା। ଘରେ ଆସି ଦେଖିଲା କୁନା କୁନି ନାମକ ଦୁଇଟି ଛେଳି ଆସିନାହାନ୍ତି। ସେପଟରେ ଦୁଇଟି ଯାକ ଛେଳି ଖାଦ୍ୟ ଲୋଭରେ ଏମିତି ଛଟପଟ ହେଉଛନ୍ତି ଯେ ସେମାନେ ଆଉ ଛେଳି ଗୋଠକୁ ଫେରିବାକୁ ରାସ୍ତା ପାଇଲେ ନାହିଁ। ସନ୍ଧ୍ୟା ହୋଇ ରାତି ହେଲା ବେଳକୁ କୁନା କୁନି ଛେଳି ମୁଣ୍ଡରେ ଚେତା ପଶିଲା। ପୁଣି ମୁହଁକୁ ଉଠାଇ ଦେଲା ବେଳକୁ ଚାରିଆଡେ ଅନ୍ଧକାର। ଏବେ କୁନା କୁନି ଛେଳି ଦୁଇଟି ବଡ଼ ଚିନ୍ତାରେ ପଡ଼ିଗଲେ। କୁନା ଛେଳି କହିଲା, ଆରେ ଏ କୁନି, ତୁ ଏତେ ମଜାରେ ଖାଉଥା, ଆଉ ଦେଖେ ଚାରିଆଡେ ଅନ୍ଧାର ହୋଇ ରାତି ହୋଇଗଲାଣି। କାଶୀ ଜେଜେ, ଚାରିଆଡେ ଅନ୍ଧାର ହୋଇ ରାତି ହୋଇଗଲାଣି। ଏବେ ଛେଳି ଦୁଇଟି କଣ କରିବେ? ଆରେ ଶୁଣ କହୁଛି। କୁନି କହିଲା, ଆରେ ସତରେ ତ ରାତି ହୋଇଗଲାଣି, ଏବେ କଣ କରିବା? କୁନା କହିଲା, ମୁଁ ତ ସେହି କଥା ଭାବୁଛି, ତେବେ କଣ କରିବା? ଆଉ ମାଲିକ ଶିବା ଅନ୍ୟ ଛେଳି ମାନଙ୍କୁ ନେଇ ଘରକୁ ଚାଲିଯିବଣି। କୁନି କହିଲା, ମାଲିକ ଆମକୁ ଟିକେ ଡାକ ପକାଇ ପାରିଲାନି? କୁନା କହିଲା, ଆରେ ତୁ ମାଲିକକୁ ଦୋଷ କାହିଁକି ଦେଉଛୁ? ଆମେ ତ କଅଁଳିଆ ଘାସର ଲୋଭରେ ପଡ଼ି ବହୁତ ଦୂରକୁ ଚାଲି ଆସିଛେ। ମାଲିକର ଡାକ ଆମକୁ କଣ ଶୁଭିବ? ଏସବୁ ତୋର ପାଇଁ ହୋଇଛି। ତୁ ଆଗ ଖାଇ ଚାଲିଲୁ, ଆଉ ମୁଁ ତୋ ପଛରେ। ପୁଣି ତୁ ତ ମୋଟାଟା, ତଳକୁ ମୁହଁ ପୋତି ଖାଇ ଆସିଲୁ। ଯଦି ଉପରକୁ ମୁହଁ ଟେକି ଥାନ୍ତେ ତାହେଲେ ଆମେ ଗୋଠକୁ ଫେରି ଯାଇଥାନ୍ତେ। କୁନି କହିଲା, ମୁଁ ସିନା କହିପାରିଲିନି, ଏପରିକି ତୁ ବି କହିଲୁନି। ତୁ ତ ଯେମିତି ଖାଉଥିଲୁ ସତରେ ଯେମିତି ସପ୍ତାହକେ ପର୍ଯ୍ୟନ୍ତ ଭୋକ ହେବ ନାହିଁ। ତୁ ଆଉ କୋଉ କମ କି? କୁନା କହିଲା, ତୁ ଯେମିତି ଖାଉଥିଲୁ, ମୁଁ ଭାବିଲି ଆଗକୁ ଆଗାମୀ ପିଢ଼ିଙ୍କ ପାଇଁ ଖାଦ୍ୟ ଖାଇଦେବୁ। ଆରେ ସେ କଥା ଛାଡ଼, ମତେ ଭାରି ଡର ଲାଗିଲାଣି। ଏବେ କଣ କରିବା କୁହ? ଲୋଭରେ ପଡ଼ିଲେ ଏବେ ମରିବା, ଆଉ ଏ ଜଙ୍ଗଲରେ ଆମକୁ ସିଂହ ଖାଇଦବ। କୁନି କହିଲା, ଆରେ କୁନା, ତୁ ସେପରି କହନା, ମୋର ବଞ୍ଚିବାକୁ ବହୁତ ଇଚ୍ଛା। ହଉ ତୁ ଚାଲ, ଆମେ କେଉଁଠି ହେଲେ ସୁରକ୍ଷିତ ଜାଗାରେ ଦେଖି ଲୁଚି ଯିବା, ନଚେତ ଏ ଜଙ୍ଗଲରେ ବାଘ କିମ୍ବା ସିଂହ ଆମକୁ ରାତ୍ର ଭୋଜନ କରିଦେବେ। କାଶୀ ଜେଜେ, ସେ ଦୁଇଟି ଛେଳି କଣ ଜଙ୍ଗଲରୁ ବଞ୍ଚି ଆସିପାରିବେ? ତାପରେ ପୁଣି କଣ ହେଲା? ଆରେ କହୁଛି ଶୁଣ। କୁନା କୁନିକୁ କହିଲା, ତୁ ଖାଲି ବାଉଳି ହେଲେ ହେବ ନାହିଁ। କିଛି ବାଟ ଯିବାରେ ସେମାନେ ଗୋଟିଏ ଗୁମ୍ଫା ଦେଖିଲେ। ସେ ଗୁମ୍ଫାଟି ସିଂହର, କିନ୍ତୁ ସେ ରାତିରେ ସିଂହ ନଥିଲା। କୁନି ଯାଇ ସେ ଗୁମ୍ଫାରେ ପଶିଗଲା, ଆଉ ଗୁମ୍ଫା ଦେଖିଲା। କହିଲା, ଏ ଜାଗାଟା ଭାରି ଭଲ ହୋଇଛି, ଆଜି ରାତିଟା ଏହିଠାରେ ବିତାଇ ଦେବା। କୁନା କହିଲା, ଆରେ ଏଇଟା ସିଂହର ଗୁମ୍ଫା, ସିଂହ ଆସିଲେ ଆମକୁ ଖାଇଦେବ। ଆରେ ହଁ, ଶୁଣୁ, ଏ ଆଗରେ ଗୋଟିଏ ବଡ଼ ପଥର ଅଛି। ପଥରଟିକୁ ଗଡ଼ାଇ ଆଣି ଗୁମ୍ଫା ଆଗରେ ରଖିଦବା ଏବଂ ଆମେ ଯିବା ପାଇଁ କଡ଼ରେ
ଛୋଟ ବାଟଟିଏ ରଖିବା, ଯାହା ଫଳରେ ଆମେ ବଞ୍ଚି ପାରିବା। ବହୁ କଷ୍ଟରେ କୁନାକୁନି ପଥର ଆଣି ରଖିଦେଲେ ଓ ରାତିରେ ନିର୍ଭୟରେ ରହିଲେ।